କାଲିକା ବର୍ଷାରେ କମ୍ କ୍ଷୟକ୍ଷତି କରୁଛି କିନ୍ତୁ ଆଜି ଜାଳିବା ଷ୍ଟାର୍ଟ କରିଦେଲାଣି। ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ଆପଣମାନଙ୍କ ଫ୍ରେଣ୍ଡ ବା ଶୁଭଚିନ୍ତକ କହିପାରିବେ। ଭିଡ଼ିଓ ଧର ଭଲ ଲାଗିବ ଗୋଟେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ସକାଳୁ ସକାଳୁ ପିଲାକୁ ଉଠେଇକି ପ୍ରଥମେ ତ ବ୍ରସ୍ କରିକି ଅଙ୍ଗନବାଡ଼ି ପାଇଁ ପଠାଇ ଦେଇଥିଲି। ଗାଧୋଇଲା ପରେ କେମିତି ମୁଣ୍ଡରୁ ଟପ୍ ଟପ୍ ବହୁଛି, ତାପରେ ପାଣି ଆଣିକି ସବୁ ରଖିଦେଇଥିଲି। ଆଜି ପାଇପ୍ରେ ପାଣି ଆସିନଥିଲା ମେଘ ଯୋଗୁରୁ। ବସଡ଼ା ଟିକେ ଆଉ ଟିକେ ଶୁଖାଇବା ପାଇଁ ରଖିଦେଇଥିଲି। ତାପରେ ପଖାଳ ଖାଇବା ପାଇଁ ପଖାଳ କୁନ୍ଦୁରି ଆଳୁ ଭଜା ଆଉ ଶାଗ ଆଉ ଆମ୍ବ ଗୋଟେ ଚକୁଟା ବନେଇକି ବଢ଼ିଆ ରକ ଖାଇ ନେଇଥିଲେ। ଘରକୁ ଆସିଥିଲା ଖଜୁର କୋଳି ଆଜି କାଟିକି ଅଣା ହେଇଥିଲା। ତାପରେ ରୋଷେଇ ବସି ହେଇଥିଲା। ମାନେ ସବୁ ରୋଷେଇ ସରିଲାକୁ ହାଲତ ବେହାଲ ହେଇଯାଇଥିଲା। ଏବେକା ପାଗ ଗରମ ହେବ ସକାଳୁ, ସନ୍ଧ୍ୟାବେଳେ ବର୍ଷା ଢାଳ। ଲଞ୍ଚ କରିସାରିଲା ପରେ ବାସନ କୁସନ ଧୋଇଲା ବେଳେ ଦେଖିଲି ବର୍ଷା ଷ୍ଟାର୍ଟ ହେଇଗଲାଣି। ଧୀରେ ଧୀରେ ବାଦଲ ଗୁଡ଼ାକ ମେଘଛନ୍ନ ହେଉଛି। ଆଣିକି କୋଳି ଗୁଡ଼ା ପାଣି ଟିକେ ଛିଞ୍ଚିକି ରଖିଦେଇଥିଲି, ବଢ଼ିଆ ପାଚି। ବର୍ଷା ହେବ ବୋଲି ପାଣି ଆଣିକି ଘରେ ରଖିଦେଇଥିଲି। ଧୋଇକି ରଖିଥିବା ଲୁଗା ସବୁ ଶୁଖେଇଥିଲେ ଯେ ମୁଁ ଉଠେଇ ଆଣିଥିଲି। ଏବେ ଭଲ ଜାମୁକୋଳି ମିଳୁଛି ବୋଲିକି ଜାମୁକୋଳି ମାଖା କରିକି ରଖା ହେଇଥିଲା। ଛାତ ଉପରେ ତ ସୁଜୁନା ଡାଳ ପଡ଼ିକି ଆମ ଗଛ ପତ୍ର ସବୁ ଭାଙ୍ଗି ଦେଇଛି। ଆଉ ଗୋଟେ ତ କଦଳୀ କାନ୍ଦି ପଡ଼ିଥିବା ନୂଆ ଗଛକୁ ବି ଭାଙ୍ଗି ଦେଇଛନ୍ତି। କିଛି ଡାଳ ବି ଭାଙ୍ଗି ଯାଇଛି। କ'ଣ କାଳ ବୈଶାଖୀ ମ୍ୟାଡ଼ାମ୍ ଠିକ୍ କରୁଛନ୍ତି ଏମିତି? ଆଜି ତ ଟୁପୁର ଟୁପୁର ମେଘ ହେଲା। ରାତି ବେଳକୁ ଚିଲି କୋବି ଆଉ ପରଟା ହେଇଥିଲା। ଖାଇସାରିଲା ପରେ ମଝି କହୁଛୁ ବଢ଼ିଆ ହେଇଛି। ଦିନ ସାରା ଏ ଗୁଳୁଗୁଳି ଆଉ ରାତି ବେଳକୁ ବର୍ଷାର ତାଣ୍ଡବ। ସେଥିରେ ତ ବଜ୍ରପାତ ବି ଅଲଗା ପ୍ରକାର ହେଉଛି। ଆପଣଙ୍କ ମାନ ଆଡ଼େ ଏମିତି ହେଇଛି ନା ନାଇଁ କମେଣ୍ଟରେ ଜଣାନ୍ତୁ। ଭିଡ଼ିଓ ଭଲ ଲାଗିଲେ ସେୟାର ବି କରିଦେବେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଦେଖା ପାଇଁ ନେକ୍ସଟ ଭିଡ଼ିଓ। ଜଗନ୍ନାଥ।